20 ରୁ 30 ବର୍ଷ ଏହା ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଏବଂ ସବୁଠାରୁ ସୁନ୍ଦର ସମୟ। ଏହି 10 ବର୍ଷର ନିଷ୍ପତ୍ତି ହିଁ ସ୍ଥିର କରେ ଯେ ଆଗାମୀ 40 ବର୍ଷ ଆପଣ କିପରି ଜୀବନ ବଞ୍ଚିବେ। ଆପଣ ନିଜ ସ୍ୱପ୍ନର ରାଜା ହୋଇ ବଞ୍ଚିବେ ନା କେବଳ ସାଧାରଣ ସଂଘର୍ଷରେ ଜୀବନ ବିତାଇବେ। ଏହି ବୟସରେ ଆମ ପାଖରେ ଶକ୍ତି ଥାଏ, ସମୟ ଥାଏ ଏବଂ କିଛି ବଡ଼ କରିବାର ଉତ୍ସାହ ମଧ୍ୟ ଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବୟସରେ ହିଁ ସବୁଠାରୁ ଅଧିକ ଡିଷ୍ଟ୍ରାକ୍ସନ୍ସ ଏବଂ ଭୁଲ ନିଷ୍ପତ୍ତି ମଧ୍ୟ ଆସେ। ଆଚାର୍ଯ୍ୟ ଚାଣକ୍ୟ କହୁଥିଲେ, ସମୟ କାହା ପାଇଁ ଅପେକ୍ଷା କରେ ନାହିଁ। ଯିଏ ଯୌବନର ସମୟକୁ ଚିହ୍ନି ନିଜକୁ ଗଢ଼ି ନିଏ, ଭାଗ୍ୟ ତା ପଛରେ ଚାଲେ। ଯଦି ଆପଣ 20 ରୁ 30 ବର୍ଷ ବୟସ ମଧ୍ୟରେ ଅଛନ୍ତି, ତେବେ ଆଜିଠାରୁ ହିଁ ନିଜ ଜୀବନରେ ଏହି 4ଟି କଥାକୁ ଗମ୍ଭୀରତାର ସହ ମାନିବାକୁ ଆରମ୍ଭ କରନ୍ତୁ। 20 ବର୍ଷ ପରେ ଜୀବନର ସବୁଠାରୁ ପ୍ରଥମ ଏବଂ ଜରୁରୀ ପଦକ୍ଷେପ ହେଉଛି ସମସ୍ତଙ୍କୁ ଖୁସି କରିବା ବନ୍ଦ କରନ୍ତୁ। ଏହି ବୟସରେ ଅଧିକାଂଶ ଯୁବପିଢ଼ିଙ୍କ ସବୁଠାରୁ ବଡ଼ ଦୁର୍ବଳତା ହେଉଛି ସେମାନେ କାହାକୁ ନା କହିପାରନ୍ତି ନାହିଁ। ସାଙ୍ଗମାନେ ଡାକିଲେ କେବଳ ଭଲ ଦେଖାଇବା ପାଇଁ ଘଣ୍ଟା ଘଣ୍ଟା ଫାଲତୁ ଆଡ୍ଡା ମାରିବା, ସୋସିଆଲ ମିଡ଼ିଆରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସମୟ ନଷ୍ଟ କରିବା। ଆଚାର୍ଯ୍ୟ ଚାଣକ୍ୟ କହିଥିଲେ, ଯେଉଁ ବନ୍ଧୁ କେବଳ ଆନନ୍ଦ ଏବଂ ମୌଜ ସମୟରେ ସାଙ୍ଗରେ ଥାଏ କିନ୍ତୁ ଆପଣଙ୍କ ଲକ୍ଷ୍ୟ ପାଇଁ ଆପଣଙ୍କୁ ଉତ୍ସାହିତ କରେ ନାହିଁ, ସେ ବନ୍ଧୁ ନୁହେଁ, ଆପଣଙ୍କ ପ୍ରଗତିର ବାଧକ। ତାହେଲେ ଏହାର ବ୍ୟବହାରିକ ସମାଧାନ କିପରି କରିବେ? ଧ୍ୟାନ ଦେଇ ଶୁଣନ୍ତୁ। ନିଜ ଫ୍ରେଣ୍ଡ ସର୍କଲ ଛୋଟ କରନ୍ତୁ। ଏହାର ଅର୍ଥ ନୁହେଁ ଯେ ଆପଣ କାହା ସହ ଶତ୍ରୁତା କରିବେ, ବରଂ ଚୁପଚାପ ସେହି ଲୋକଙ୍କ ଠାରୁ ଦୂରେଇ ଯାଆନ୍ତୁ ଯେଉଁମାନଙ୍କ ପାଖରେ ଜୀବନର କୌଣସି ଦିଗ୍ଦର୍ଶନ ନାହିଁ। ଆପଣଙ୍କ ଆଖପାଖରେ କେବଳ 2 କିମ୍ବା 3 ଜଣ ଏପରି ସାଙ୍ଗ ରହିବା ଦରକାର ଯେଉଁମାନେ ନିଜେ କିଛି କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉଛନ୍ତି। ଦ୍ୱିତୀୟ କଥା, ଦେଖାଣିଆ ଖର୍ଚ୍ଚ ତ୍ୟାଗ କରି ପ୍ରକୃତ ଆର୍ଥିକ ଶକ୍ତି ତିଆରି କରନ୍ତୁ। 20 ରୁ 30 ବର୍ଷ ବୟସରେ ବହୁତ ଲୋକ ଗୋଟିଏ ବଡ଼ ଭ୍ରମରେ ପଡ଼ିଯାଆନ୍ତି। ସେମାନେ ଉପାର୍ଜନ କରିବା ପୂର୍ବରୁ ନିଜର ଷ୍ଟାଣ୍ଡାର୍ଡ ମେଣ୍ଟେନ୍ କରିବା ପାଇଁ ଚେଷ୍ଟା କରନ୍ତି। ଦାମୀ ମୋବାଇଲ, ବ୍ରାଣ୍ଡେଡ୍ ପୋଷାକ, EMIର ବୋଝ। ଚାଣକ୍ୟ କହିଛନ୍ତି, ଯାହା ପାଖରେ ଆର୍ଥିକ ଶୃଙ୍ଖଳା ଏବଂ ସଞ୍ଚୟର ଗୁଣ ନଥାଏ, ବିପଦ ସମୟରେ ତାର ସବୁଠାରୁ ପ୍ରିୟ ଲୋକ ମଧ୍ୟ ତାର ସାଥ ଛାଡ଼ି ଦିଅନ୍ତି। ମନେ ରଖନ୍ତୁ, 20 ବର୍ଷ ବୟସରେ ଆପଣ ନିଜକୁ ଧନୀ ଦେଖାଇବା ଆଦୌ ଜରୁରୀ ନାହିଁ, ବରଂ ଭିତରୁ ଆର୍ଥିକ ଭାବେ ସକ୍ଷମ ହେବା ଜରୁରୀ। ଏଥିପାଇଁ କ'ଣ କରିବାକୁ ହେବ? ପ୍ରଥମତଃ, ହାଇ ଭ୍ୟାଲ୍ୟୁ ସ୍କିଲ୍ ଶିଖନ୍ତୁ। ଆଜିର ଯୁଗରେ କେବଳ ଗୋଟିଏ ଡିଗ୍ରୀ ଯଥେଷ୍ଟ ନୁହେଁ। କୋଡ଼ିଂ, କମ୍ୟୁନିକେସନ୍ ବା ଯୋଗାଯୋଗ କଳା, ବିଜନେସ୍ କିମ୍ବା ଯେକୌଣସି ଏକ ଡିମାଣ୍ଡିଂ ସ୍କିଲ୍ ନିଜ ଭିତରେ ବିକଶିତ କରନ୍ତୁ। ଦ୍ୱିତୀୟ, ସଞ୍ଚୟ ଏବଂ ନିବେଶ। ଯାହା ବି ଆୟ କରୁଛନ୍ତି, ଆଉ ଯଦି ଆୟ କରୁନାହାନ୍ତି, ତେବେ ନିଜ ପକେଟ୍ ମନିରୁ ଅତି କମ୍ରେ 20 ରୁ 30% ନିଜ ଭବିଷ୍ୟତ ପାଇଁ ସଞ୍ଚୟ ବା ନିବେଶ କରନ୍ତୁ। ତୃତୀୟରେ, ଯେଉଁ ଟଙ୍କା ଆପଣ ଫାଲତୁ ଦେଖାଣିଆରେ ଖର୍ଚ୍ଚ କରୁଛନ୍ତି, ତାହାକୁ ନିଜର ଶିକ୍ଷା ଏବଂ ବ୍ୟକ୍ତିତ୍ୱ ବିକାଶରେ ଲଗାନ୍ତୁ। ତୃତୀୟ ଏବଂ ସବୁଠାରୁ ବଡ଼ ଚାଣକ୍ୟ ନୀତି ଜାଣି ନିଅନ୍ତୁ। ନିଜ ଯୋଜନା ସଫଳ ହେବା ପୂର୍ବରୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଚାଣକ୍ୟଙ୍କ ସେହି ଅମର ବାଣୀ ମନେ ରଖନ୍ତୁ, ମନସା ଚିନ୍ତିତଂ କାର୍ଯ୍ୟଂ ୱାଚା ନୈବ ପ୍ରକାଶୟେତ୍। ଅର୍ଥାତ୍, ଯେଉଁ କାମ ଆପଣ ମନରେ ଭାବିଛନ୍ତି କିମ୍ବା ଯେଉଁ ଲକ୍ଷ୍ୟ ଆପଣ ସ୍ଥିର କରିଛନ୍ତି, ତାହା ପୂରା ନ ହେବା ପର୍ଯ୍ୟନ୍ତ କାହାକୁ ଜଣାନ୍ତୁ ନାହିଁ। ଆଜିକାଲି ଯୁବପିଢ଼ି କିଛି ନୂଆ ଆରମ୍ଭ କରିବା ପୂର୍ବରୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦିଅନ୍ତି କିମ୍ବା ସାଙ୍ଗମାନଙ୍କୁ କହି ବୁଲନ୍ତି। ଏହାଦ୍ୱାରା 2ଟି ବଡ଼ କ୍ଷତି ହୁଏ। ପ୍ରଥମ, ମେଣ୍ଟାଲି ଆମକୁ ଲାଗେ ଯେ କାମଟି ଯେମିତି ହୋଇସାରିଲାଣି, ଯାହାଦ୍ୱାରା ଆପଣଙ୍କ କାର୍ଯ୍ୟ କରିବାର ଉତ୍ସାହ କମିଯାଏ। ଦ୍ୱିତୀୟ, ଅନ୍ୟମାନଙ୍କ ନକାରାତ୍ମକ ମନ୍ତବ୍ୟ ଏବଂ ଈର୍ଷା ଆପଣଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦିଏ। ତେଣୁ ଏହାର ବ୍ୟବହାରିକ ଶିକ୍ଷା ହେଉଛି, କିଛି ମାସ ପାଇଁ
ସାଇଲେଣ୍ଟ ମୋଡ଼ରେ ଚାଲିଯାଆନ୍ତୁ। ଆପଣ କେଉଁ ପରୀକ୍ଷା ପାଇଁ ପଢ଼ୁଛନ୍ତି, କେଉଁ ନୂଆ କାମ କରୁଛନ୍ତି, ସେ ବିଷୟରେ କାହା ଆଗରେ ବଡ଼ ବଡ଼ କଥା କୁହନ୍ତୁ ନାହିଁ। ନିଜ କାମକୁ ଏତେ ନୀରବତାର ସହ କରନ୍ତୁ ଯେ ଆପଣଙ୍କ ସଫଳତା ହିଁ ଦିନେ ସମସ୍ତଙ୍କୁ ଜବାବ ଦେବ। ଚତୁର୍ଥରେ, ଅନ୍ୟମାନଙ୍କୁ ଭୁଲରୁ ଶିଖିବା ଆରମ୍ଭ କରନ୍ତୁ ଏବଂ ଶିଖିବାର ଭୋକ ସର୍ବଦା ଜୀବନ୍ତ ରଖନ୍ତୁ। ଆଚାର୍ଯ୍ୟ ଚାଣକ୍ୟ କହିଥିଲେ, ଅନ୍ୟର ଭୁଲରୁ ଶିଖୁଥିବା ବ୍ୟକ୍ତି ହିଁ କମ୍ ସମୟରେ ଉନ୍ନତି କରେ, କାରଣ ନିଜେ ସବୁ ଭୁଲ କରି ଅନୁଭବ ହାସଲ କରିବା ପାଇଁ ଗୋଟିଏ ମାନବ ଜୀବନ ବହୁତ ଛୋଟ ପଡ଼ିଯିବ। 20ରୁ 30 ବର୍ଷ ବୟସରେ ଅନେକ ସମୟରେ ଏକ ଭୁଲ ଧାରଣା ଆସିଯାଏ ଯେ ମୁଁ ସବୁ ଜାଣିଛି। କିନ୍ତୁ ବାସ୍ତବତା ହେଉଛି, ଯେଉଁମାନେ ନିଜ କ୍ଷେତ୍ରରେ ସଫଳ ହୋଇଛନ୍ତି ସେମାନେ ଅନେକ ବର୍ଷର ସଂଘର୍ଷ ଦେଇ ଗତି କରିଛନ୍ତି। ତେଣୁ ଆକ୍ସନ୍ ପଏଣ୍ଟ ହେଲା, ସଫଳ ଲୋକମାନଙ୍କ ଜୀବନୀ ପଢ଼ନ୍ତୁ, ସେମାନଙ୍କ ଅଭିଜ୍ଞତାକୁ ଶୁଣନ୍ତୁ, ସେମାନେ ନିଜ ଯୁବାବସ୍ଥାରେ କେଉଁ ଭୁଲ କରିଥିଲେ ତାହା ଜାଣନ୍ତୁ ଏବଂ ନିଜ ଜୀବନରେ ସେହି ଭୁଲ କରିବାରୁ ବଞ୍ଚନ୍ତୁ। ପ୍ରତିଦିନ ଅତି କମ୍ରେ 20ରୁ 30 ମିନିଟ୍ ନିଜର ଜ୍ଞାନ ଓ ବୁଦ୍ଧି ବଢ଼ାଇବାରେ ବିତାନ୍ତୁ। ବନ୍ଧୁଗଣ, 20ରୁ 30 ବର୍ଷର ଏହି ସମୟ ଫେରି ପାଇବା ଅସମ୍ଭବ। ଆଜି ଆପଣ 21 ବର୍ଷରେ ହୁଅନ୍ତୁ ବା 27 ବର୍ଷର, ଆଜିର ଗୋଟିଏ ସଠିକ୍ ନିଷ୍ପତ୍ତି ଆପଣଙ୍କ ପୂରା ପରିବାର ଏବଂ ଆପଣଙ୍କ ଭବିଷ୍ୟତର ଭାଗ୍ୟ ବଦଳାଇ ଦେଇପାରେ। ତେଣୁ ନିଜ ସର୍କଲ୍ ଛୋଟ କରନ୍ତୁ, ନିଜର ସ୍କିଲ୍ ଏବଂ ଆର୍ଥିକ ଶକ୍ତି ବଢ଼ାନ୍ତୁ, ନୀରବରେ ନିଜ ଲକ୍ଷ୍ୟ ପାଇଁ ଲାଗି ପଡ଼ନ୍ତୁ ଏବଂ ସର୍ବଦା ନୂଆ ଶିଖିବାର ବିନମ୍ରତା ରଖନ୍ତୁ। ଯଦି ଆପଣ ଆଜିଠାରୁ ଏହି କଥାଗୁଡ଼ିକ ନିଜ ଜୀବନରେ ଲାଗୁ କରିବାକୁ ସଂକଳ୍ପ ନେଉଛନ୍ତି, ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ, ଆଇ ପ୍ରମିସ୍ ମାଇସେଲ୍ଫ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ନିଜର ସେହି ସାଙ୍ଗମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ ଯାହାଙ୍କ ଉନ୍ନତି ଆପଣ ଦେଖିବାକୁ ଚାହାନ୍ତି। ଧନ୍ୟବାଦ। ଜୟ ଜଗନ୍ନାଥ।